যিশুଙ୍କ মধুর বাক্য চলা পথে সাজে দীপ আমরি চরণ পাই অলিভ আলোক দেই জীবনর প্রতিপাদে জীবনর প্রতিপাদে পঢ়াই সে সত্য পথে পথ প্রদর্শিকা সে যে পথ প্রদর্শিকা পথ প্রদর্শিকা পথ প্রদর্শিকা। প্রিয় দর্শক বন্ধু নমস্କାର। প্রভু যীশু খ্ରୀষ্টଙ୍କ ମଧୁର ନାମରେ ଆପଣଙ୍କୁ ପଥ ପ୍ରଦର୍ଶିକା ପରିବାର ପକ୍ଷରୁ ଆଜିର ବଡ଼ଦିନର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆଶା କରୁ ଆପଣ ନିଶ୍ଚୟ ଆନନ୍ଦିତ ଥିବେ କାରଣ ଆମେ ଯୀଶୁଙ୍କ ଜନ୍ମକୁ ପାଳନ କରୁଛୁ। জনমদিনা
ଆପଣ କେମିତି ଅଛନ୍ତି? ମୋର ବିଶ୍ୱାସ ପ୍ରଭୁଙ୍କ ଦୟା ଓ ଅନୁଗ୍ରହରୁ ଆପଣ ନିଶ୍ଚୟ ଭଲ ଥିବେ। ଆପଣ ନିୟମିତ ଆମ କାର୍ଯ୍ୟକ୍ରମ ଦେଖୁଅଛନ୍ତି, ଶିକ୍ଷାଲାଭ କରୁଅଛନ୍ତି ଓ ଆତ୍ମିକ ଜୀବନରେ ବଢ଼ୁଛନ୍ତି। ସେଥିପାଇଁ ମୁଁ ବିଶେଷ ଆନନ୍ଦିତ। ଆପଣଙ୍କ ମତାମତ ଆମକୁ ଟିଭି ସ୍କ୍ରିନ୍ରେ ଦିଆଯାଇଥିବା ନମ୍ବରରେ ନିଶ୍ଚୟ ଜଣାଇବେ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆସନ୍ତୁ ଆଜିର ବକ୍ତାଙ୍କ ଠାରୁ ବଡ଼ଦିନର ସମ୍ବାଦ ଶୁଣିବା। প্রিয় দর্শক বন্ধু নমস্কার। প্রভু যীশুଙ୍କ মধুর নামରେ ଆପଣଙ୍କୁ ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଏ। ଆଜି ବଡ଼ଦିନ। ଆଜିର ବଡ଼ଦିନର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମ ପକ୍ଷରୁ ବିଶେଷ ଶୁଭେଚ୍ଛା ଓ ଶୁଭକାମନା। ଆମ ବିଶ୍ୱାସ ଯେ ଏହି ବିଶେଷ ଦିନରେ ଆପଣ ଆମ ସହିତ ଉପସ୍ଥିତ ଅଛନ୍ତି, ଏହା ଈଶ୍ୱରଙ୍କ ଯୋଜନା। କାରଣ ଈଶ୍ୱର ତାଙ୍କ ସମୟରେ ତାଙ୍କ ଲୋକମାନଙ୍କୁ ଉପଯୁକ୍ତ ସ୍ଥାନକୁ ନେଇ ଆସନ୍ତି। ଆଜି ଆପଣ ଆମ ସହିତ ଉପସ୍ଥିତ ଥିବାରୁ ବିଶେଷ ଧନ୍ୟବାଦ। ଆମେ ବଡ଼ଦିନ ସମ୍ପର୍କରେ ଏକତ୍ର ଆଲୋଚନା କରିବା। ବର୍ଷ ବର୍ଷ ଧରି ପୃଥିବୀ ପୃଷ୍ଠରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନକୁ ବଡ଼ଦିନ ଭାବେ ପାଳନ କରାଯାଉଛି। ସବୁ ସ୍ଥାନରେ ରଙ୍ଗ ବେରଙ୍ଗର ଆଲୋକ, ସାଜସଜ୍ଜା, ଉପହାର ଆଦାନ ପ୍ରଦାନ, ନୂଆ ପୋଷାକ ପରିଧାନ, ପରସ୍ପରକୁ ବଡ଼ଦିନର ଶୁଭେଚ୍ଛା ଜଣାଇବା, ତାହା ହିଁ କ'ଣ ବାସ୍ତବରେ ବଡ଼ଦିନ? ଏହି ପୃଥିବୀ ପୃଷ୍ଠରେ ପ୍ରଭୁ ଯୀଶୁଙ୍କ ଜନ୍ମ ଆମକୁ କ'ଣ ସମ୍ବାଦ ଦିଏ? ବାସ୍ତବରେ ବଡ଼ଦିନ ଆମେ କିପରି ପାଳନ କରୁଛୁ? ଯୀଶୁଖ୍ରୀଷ୍ଟଙ୍କ ଜନ୍ମର 1400 ବର୍ଷ ପୂର୍ବରୁ ବିଲିୟମଙ୍କ ଦ୍ୱାରା ଏହି ଭାବବାଣୀ କୁହାଯାଇଥିଲା, ଯାହା ଗଣନା ପୁସ୍ତକ 24 ପର୍ବ 17 ପଦରେ ଲେଖାଯାଇଅଛି। ମୁଁ ତାହାଙ୍କୁ ଦେଖୁଅଛି, ମାତ୍ର ସେ ବର୍ତ୍ତମାନ ନୁହନ୍ତି। ମୁଁ ତାହାଙ୍କର ଦର୍ଶନ ପାଉଅଛି, ମାତ୍ର ସେ ନିକଟବର୍ତ୍ତୀ ନୁହନ୍ତି। ଯାକୋବଠାରୁ ଏକ ତାରା ଉଦ୍ଦିତ ହେବ ଓ ଇସ୍ରାଏଲ ଠାରୁ ଏକ ରାଜଦଣ୍ଡ ଉତ୍ଥିତ ହେବ। ମୋଆବର ପାର୍ଶ୍ୱ ଭେଦ କରିବ ଓ କଳହର ସମସ୍ତ ସନ୍ତାନକୁ ଚୂର୍ଣ୍ଣ କରିବ। ଏହି ଭାବବାଣୀ ଯୀଶୁଙ୍କ ସମ୍ବନ୍ଧୀୟ ଭାବବାଣୀ ଥିଲା। ବିଲିୟମ ଈଶ୍ୱରଙ୍କ ମନୋନୀତ ବ୍ୟକ୍ତି ନଥିଲେ କି ଜଣେ ଉତ୍ତମ ଭାବବାଦୀ ନଥିଲେ। ଯଦିଓ ସେ ଜାଣିଥିଲେ ଯେ ଇସ୍ରାଏଲର ପରମେଶ୍ୱର ସତ୍ୟ ପରମେଶ୍ୱର ଅଟନ୍ତି, ତଥାପି ସେ ସମ୍ପୂର୍ଣ୍ଣ ବିଶ୍ୱାସ କରୁନଥିଲେ। ସେ ଏକ ଛଳନାପୂର୍ଣ୍ଣ ଜୀବନ କାଟୁଥିଲେ, ଆତ୍ମିକ ଆଭରଣ ଘୋଡ଼େଇଥିଲେ, କିନ୍ତୁ ବାସ୍ତବରେ ସିଦ୍ଧ ନଥିଲେ। ତାଙ୍କ ଅନ୍ତଃକରଣ ଈଶ୍ୱରଙ୍କ ସହିତ ନଥିଲା। ଯଦିଓ ସର୍ବଶକ୍ତିମାନ ଈଶ୍ୱରକୁ ସେ ଜାଣିଥିଲେ, କିନ୍ତୁ ମୋଆବର ଧନ ପ୍ରତି ତାଙ୍କ ଲୋଭ ଥିଲା। ଯଦି ଆମେ ଦ୍ୱିତୀୟ ପିତର 2 ପର୍ବ 15 ପଦ ପଢ଼ୁ, ସେଠାରେ ଲେଖାଯାଏ, ସେମାନେ ଅନ୍ୟାୟ ବେତନ ଲାଳସାରେ ବିଓରର ପୁତ୍ର ବିଲିୟମର ମାର୍ଗ ଅନୁସରଣ କଲେ ଓ ସତ୍ୟ ମାର୍ଗ ପରିତ୍ୟାଗ କରି ବିପଥଗାମୀ ହେଲେ। ଯିହୁଦା 1:11 ପଦରେ ଲେଖାଯାଏ, ଅର୍ଥ ଲୋଭ ସକାଶେ ବିଲିୟମ ଭ୍ରାନ୍ତିରେ ପଡ଼ିଯାଇଅଛନ୍ତି। ବିଲିୟମ ଅନ୍ୟାୟ ବେତନ ଲାଳସା କରିଥିଲେ ଓ ଅର୍ଥ ଲୋଭ କରୁଥିଲେ। ଯଦି ଆମେ ଗଣନା 24 ପର୍ବର 1 ପଦ ପଢ଼ୁ, ଏହା ଲେଖାଯାଏ, ବିଲିୟମ ପୂର୍ବ ପରି ଗଣକତା ସାଧନ କରିବାକୁ ଗଲା। ଅର୍ଥାତ୍ ସେ ଗଣକତା କରୁଥିଲା। କିନ୍ତୁ ପ୍ରଶ୍ନ ହେଲା, ଏପରି ଜଣେ ବ୍ୟକ୍ତିଙ୍କୁ ଈଶ୍ୱର କାହିଁକି ବ୍ୟବହାର କଲେ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ଭାବବାଣୀ କହିବା ନିମନ୍ତେ? ସେଥିର କାରଣ କ'ଣ? ବିଲିୟମ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି। ସେ ନିଷ୍ପତ୍ତି କ'ଣ ଥିଲା ଜାଣିଛନ୍ତି? ଯାହା ଗଣନା 22 ପର୍ବ 18 ପଦରେ ଆମେ ଦେଖୁ। ସେଠିରେ ଲେଖା ଅଛି, ଏଥିରେ ବିଲିୟମ ଉତ୍ତର ଦେଇ ବାଲାକଙ୍କ ଦାସମାନଙ୍କୁ କହିଲା, ଯଦ୍ୟପି ବାଲାକ ସୁନା ଓ ରୂପାରେ ପୂର୍ଣ୍ଣ ଆପଣା ଗୃହ ମୋତେ ଦିଅନ୍ତି, ତଥାପି ଊଣା କି ଅଧିକ କରିବାକୁ ମୁଁ ଆପଣା ପରମେଶ୍ୱର ସଦାପ୍ରଭୁଙ୍କ ବାକ୍ୟର ବାହାରେ ଯାଇପାରେ ନାହିଁ। ସେ ଈଶ୍ୱରଙ୍କ ବାକ୍ୟର ବାଧ୍ୟ ହେବା ନିମନ୍ତେ ନିଷ୍ପତ୍ତି ନେଲେ। ଯେତେବେଳେ ସେ ଈଶ୍ୱରଙ୍କ ବାକ୍ୟର ବାଧ୍ୟ ହେଲେ, ତାଙ୍କ ଜୀବନରେ ପରିବର୍ତ୍ତନ ଦେଖୁ। ଗଣନା 24:2 ପଦରେ ଲେଖା ଅଛି, ପୁଣି ପରମେଶ୍ୱରଙ୍କ ଆତ୍ମା ତାହା ଉପରେ ଅଧିଷ୍ଠାନ କଲେ। ପ୍ରିୟ ଦର୍ଶକ ବନ୍ଧୁ, ଆମେ ଯେତେବେଳେ ଈଶ୍ୱରଙ୍କ ବାକ୍ୟର ବାଧ୍ୟ ହେବା ନିମନ୍ତେ ନିଷ୍ପତ୍ତି ନେଉ, ଈଶ୍ୱର ଆମକୁ ବ୍ୟବହାର କରିବା ଆରମ୍ଭ କରନ୍ତି।
ସେଦିନ ବିଲିୟମ ଭାବବାଣୀ କହିବା ନିମନ୍ତେ ବ୍ୟବହାର କଲେ। ସେଇ ବଡ଼ଦିନରେ ଈଶ୍ୱର ଆମଠାରୁ ବାଧ୍ୟତା ଆଶା କରନ୍ତି। ଆମେ ଯେତେବେଳେ ତାଙ୍କ ବାଧ୍ୟ ହେଉ ସେ ଆମକୁ ବ୍ୟବହାର କରିବେ। ଆମ ଜୀବନର ପରିସ୍ଥିତି ଯାହା ହେଉନା କାହିଁକି, ଆମେ ଈଶ୍ୱରଙ୍କଠାରୁ ଯେତେ ଦୂରକୁ ଗଲେ ମଧ୍ୟ ଯଦି ଅନୁତାପ ହୃଦୟରେ ତାଙ୍କ ନିକଟକୁ ଫେରି ଆସୁ, ତେବେ ସେ ଆମ ପାପ କ୍ଷମା କରିବେ ଓ ଆମକୁ ବ୍ୟବହାର କରିବେ। ଯେତେବେଳେ ବିଲିୟମ ଏକ ନିଷ୍ପତ୍ତି ନେଲେ ଈଶ୍ୱରଙ୍କ ବାକ୍ୟର ବାଧ୍ୟ ହେବା ନିମନ୍ତେ, ଈଶ୍ୱର ଭାବବାଣୀ କହିବା ନିମନ୍ତେ ତାଙ୍କୁ ବ୍ୟବହାର କରୁଛନ୍ତି। ବାଇବେଲରେ ଆମେ ଦେଖୁ ମରିୟମ ଈଶ୍ୱରଙ୍କର ଆଜ୍ଞାବହ ହେଲେ। ଫଳରେ ଈଶ୍ୱର ତାଙ୍କୁ ବ୍ୟବହାର କଲେ ଏହି ଜଗତର ତ୍ରାଣକର୍ତ୍ତାଙ୍କୁ ତାଙ୍କ ଦ୍ୱାରା ଜନ୍ମ ଦେଲେ। ଯୋସେଫ ସେ ଈଶ୍ୱରଙ୍କର ବାଧ୍ୟ ହେଲେ, ଈଶ୍ୱର ତାଙ୍କୁ ବ୍ୟବହାର କଲେ। ମେଷପାଳକମାନେ ଈଶ୍ୱରଙ୍କର ବାଧ୍ୟ ହେଲେ, ଈଶ୍ୱର ସେମାନଙ୍କୁ ଏହି ମହାନ ସମ୍ବାଦ ଘୋଷଣା କରିବା ନିମନ୍ତେ ବ୍ୟବହାର କଲେ। ପଣ୍ଡିତମାନେ ମଧ୍ୟ ଈଶ୍ୱରଙ୍କର ବାଧ୍ୟ ହୋଇଥିଲେ। ଈଶ୍ୱର ସେମାନଙ୍କୁ ଫାରୋ ରାଜାଙ୍କ ନିକଟରେ ଯିହୁଦୀମାନଙ୍କ ରାଜାଙ୍କ ଜନ୍ମ ସମ୍ବାଦ ଦେବାକୁ ସାହାଯ୍ୟ କଲେ। ଆମେ ଏହି ବଡ଼ଦିନରେ ଯଦି ପ୍ରଭୁ ଯୀଶୁଙ୍କର ବାଧ୍ୟ ହେଉ, ସେ ଆମକୁ ତାଙ୍କ ଗୌରବ ନିମନ୍ତେ ବ୍ୟବହାର କରିବେ। ଆମେ ଯେତେବେଳେ ବଡ଼ଦିନ ପାଳନ କରୁଛୁ, ସେ ଆମକୁ ବ୍ୟବହାର କରିବାକୁ ଚାହାନ୍ତି। ପ୍ରଶ୍ନ ହେଲା, ବିଲିୟମଙ୍କର ଭାବବାଣୀ କ'ଣ ଥିଲା? ସେ କହୁଛନ୍ତି, ମୁଁ ତାହାଙ୍କୁ ଦେଖୁଅଛି, ମାତ୍ର ସେ ବର୍ତ୍ତମାନ ନୁହନ୍ତି। ମୁଁ ତାଙ୍କ ଦର୍ଶନ ପାଉଅଛି, ମାତ୍ର ସେ ନିକଟବର୍ତ୍ତୀ ନୁହନ୍ତି। ଯୀଶୁଙ୍କର ଜନ୍ମର ପ୍ରାୟ 1400 ବର୍ଷ ପୂର୍ବରୁ ବିଲିୟମ ଯୀଶୁଙ୍କୁ ଆତ୍ମିକ ଚକ୍ଷୁରେ ଦେଖିପାରିଥିଲେ। ଯଦିଓ ଯୀଶୁ ନିକଟରେ ନଥିଲେ, ତଥାପି ସେ ଦେଖିପାରୁଛନ୍ତି। ଯୀଶୁଙ୍କର ଏହି ଜଗତକୁ ଆସିବାର 1400 ବର୍ଷ ପୂର୍ବରୁ ବଡ଼ଦିନର ଅନୁଭୂତି ବିଲିୟମ ପାଇଥିଲେ। ଯଦିଓ ଯୀଶୁ ନିକଟରେ ନଥିଲେ, ତଥାପି ସେ ଦେଖିପାରୁଛନ୍ତି। ଆଜି ଆମେ କ'ଣ ଯୀଶୁଙ୍କୁ ଦେଖିପାରୁଛୁ କି? ତାଙ୍କୁ ବ୍ୟକ୍ତିଗତ ଜୀବନରେ ଅନୁଭବ କରିପାରୁଛୁ କି? ମାଥ୍ୟୁ 5:8 କୁହାଯାଏ, ଶୁଦ୍ଧ ଚିତ୍ତ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କର ଦର୍ଶନ ପାଇବେ। ଏହି ବଡ଼ଦିନ ପାଳନ କଲାବେଳେ ଈଶ୍ୱର ଆମଠାରୁ ପବିତ୍ରତା ଆଶା କରନ୍ତି। ଯେପରି ଆମେ ତାଙ୍କୁ ଦେଖିପାରିବା, ତାଙ୍କୁ ଆମ ଜୀବନରେ ଅନୁଭବ କରିପାରିବା। ଯାହାଙ୍କର ଜନ୍ମଦିନ ପାଳନ କରୁଛୁ, ତାଙ୍କୁ ଦେଖିପାରୁଛୁ କି? ଆମ କଳୁଷିତ ହୃଦୟରେ ପ୍ରଭୁ ଯୀଶୁଙ୍କୁ ଦେଖିପାରିବା ନାହିଁ, କାରଣ ପ୍ରଭୁ ଯୀଶୁ ପବିତ୍ର ଅଟନ୍ତି। ପ୍ରଭୁ ଯୀଶୁଙ୍କୁ ଦେଖିବା ନିମନ୍ତେ ଆମ ମନକୁ ପବିତ୍ର କରିବାକୁ ହେବ। ବିଲିୟମ ଯେତେବେଳେ ନିଜକୁ ପବିତ୍ର କଲେ, ଈଶ୍ୱରଙ୍କ ବାକ୍ୟ ଅନୁସାରେ ଜୀବନ କାଟିବା ପାଇଁ ନିଷ୍ପତ୍ତି ନେଲେ, ସେ ଦେଖିପାରିଥିଲେ। ତାପରେ ବିଲିୟମ କ'ଣ କହୁଛନ୍ତି? ସେ କହୁଛନ୍ତି, ଯାକୁବ ଠାରୁ ଏକ ତାରା ଉଦ୍ଦିତ ହେବ। ତାରାର କାର୍ଯ୍ୟ କ'ଣ ଓ ସେ ତାରା କିଏ ଓ କାହିଁକି ଯାକୁବ ଠାରୁ ଉଦ୍ଦିତ ହେବ ବୋଲି କହୁଛନ୍ତି? ତାରାର କାର୍ଯ୍ୟ ହେଲା ଅନ୍ଧକାରରେ ଆଲୋକ ପ୍ରଦାନ କରିବା। ଅନ୍ଧକାର ତାରାକୁ ଘୋଡ଼େଇ ରଖିପାରିବ ନାହିଁ। ଅନ୍ଧକାରକୁ ତାରା ଦୂର କରିଦିଏ। କେବଳ ସେତିକି ନୁହେଁ, ସେଦିନ ପଣ୍ଡିତମାନଙ୍କୁ ତାରା ପଥ କଢ଼େଇ ଯୀଶୁଙ୍କ ନିକଟକୁ ନେଇ ଆସିଥିଲା। ପଣ୍ଡିତମାନେ ସେହି ତାରା ଦେଖି ଜାଣିପାରିଲେ ଯେ ଜଗତର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କରିଛନ୍ତି। ସେ ଯିହୁଦୀମାନଙ୍କର ରାଜା। ପଣ୍ଡିତମାନେ ତାରା ଦେଖି ଶିଶୁ ଯୀଶୁଙ୍କ ନିକଟକୁ ଆସିଲେ ସତ, କିନ୍ତୁ ପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ୟାଦେଶ ପାଇଲେ। ସ୍ୱପ୍ନରେ ଏକଥା କୁହାଗଲା, ତୁମେ ଯେଉଁ ପଥରେ ଆସିଲ, ସେହି ପଥରେ ପ୍ରତ୍ୟାବର୍ତ୍ତନ କରିବ ନାହିଁ, ଅନ୍ୟ ପଥରେ ଫେରିଯିବ। ପ୍ରିୟ ବନ୍ଧୁ, ଏହି ବଡ଼ ଦିନରେ ଆମ ପଥ ପରିବର୍ତ୍ତନ କରିବା ଆବଶ୍ୟକ। ଆମେ ଯୀଶୁଙ୍କୁ ଦର୍ଶନ କଲା ପରେ ଯେଉଁ ଜୀବନ କାଟୁଥିଲୁ, ଯେଉଁ ପଥରେ ଚାଲୁଥିଲୁ, ଯାହା କରୁଥିଲୁ, ଯେପରି କଥାବାର୍ତ୍ତା କରୁଥିଲୁ, ଆମ ଆଚାର ବ୍ୟବହାର ଯେପରି ଥିଲା, ସେଥିରେ ପରିବର୍ତ୍ତନ ଦେଖାଯିବା ଆବଶ୍ୟକ। ଆମେ ନୂଆ ପଥରେ ଚାଲିବା ଆବଶ୍ୟକ। ପ୍ରଭୁ ଯୀଶୁ ଆପଣଙ୍କୁ ଆଉ ମୋତେ ଯେତେବେଳେ ଦର୍ଶନ ଦିଅନ୍ତି, ଆମମାନଙ୍କ ଜୀବନ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଏ। ସେଦିନ ପଣ୍ଡିତମାନେ ଏକ ନୂଆ ପଥ ଦେଇ ସେମାନେ ନିଜ ସ୍ଥାନକୁ ଫେରି ଯାଇଥିଲେ।
ଯେଉଁ ତାରା ବିଷୟରେ ୱିଲିୟମ କହୁଛନ୍ତି, ଏହା ସାଧାରଣ ତାରା ନଥିଲା, ଏକ ଭିନ୍ନ ପ୍ରକାର ତାରା ଥିଲା। ତାରା ରାଜକୀୟ ଲୋକଙ୍କ ପ୍ରତୀକ ଅଟେ। ଯେଉଁମାନେ ଫିଲ୍ମରେ ପ୍ରସିଦ୍ଧ ସେମାନଙ୍କୁ ଫିଲ୍ମ ତାରକା କୁହାଯାଏ। ଯେଉଁମାନେ କ୍ରିକେଟରେ ପ୍ରସିଦ୍ଧ ସେମାନଙ୍କୁ କ୍ରିକେଟ ଷ୍ଟାର ବୋଲି କୁହାଯାଏ। ବଡ଼ ବଡ଼ ହୋଟେଲକୁ ଷ୍ଟାର ହୋଟେଲ କୁହାଯାଏ। ୱିଲିୟମ ଯେଉଁ ତାରା ବିଷୟରେ କହୁଛନ୍ତି, ଜହନ କ'ଣ କହୁଛନ୍ତି ଜାଣନ୍ତି? ଯଦି ଆପଣ ପ୍ରକାଶିତ 22 ପର୍ବ 16 ପଦ ପଢ଼ିବେ, ସେଇଠି ଲେଖା ଅଛି, ଆମ୍ଭେ ଯୀଶୁ ମଣ୍ଡଳୀମାନଙ୍କ ନିମନ୍ତେ ତୁମମାନଙ୍କ ନିକଟରେ ଏହି ସମସ୍ତ ସାକ୍ଷ୍ୟ ଦେବା ପାଇଁ ଆମ୍ଭର ଦୂତକୁ ପ୍ରେରଣ କରିଅଛୁ। ଆମ୍ଭେ ଦାଉଦଙ୍କ ମୂଳ ଓ ବଂଶଜ, ସେଇ ଉଜ୍ଜଳ ପ୍ରଭାତୀ ତାରା। ସେଇ ତାରା ଯୀଶୁ ନିଜେ ଅଟନ୍ତି। ସେ କହୁଛନ୍ତି, ଆମ୍ଭେ ଯୀଶୁ ସେଇ ପ୍ରଭାତୀ ଉଜ୍ଜଳ ତାରା। ଦ୍ୱିତୀୟ ପିତର 1 ପର୍ବ 19 ପଦରେ ଲେଖା ଅଛି, ଏଥିରେ ଭାବବାଣୀ ଆମମାନଙ୍କ ନିକଟରେ ଅଧିକ ଦୃଢ଼ ହୋଇଅଛି। ତୁମମାନେ ତାହା ଅନ୍ଧକାରମୟ ସ୍ଥାନରେ ପ୍ରଜ୍ୱଳିତ ହେଉଥିବା ପ୍ରଦୀପ ସଦୃଶ୍ୟ ମନେକରି ରାତି ପାହାନ୍ତା ନ ହେବା ପର୍ଯ୍ୟନ୍ତ ଓ ତୁମମାନଙ୍କ ହୃଦୟରେ ପ୍ରଭାତ ତାରା ଉଦ୍ଦିତ ନ ହେବା ପର୍ଯ୍ୟନ୍ତ ତାହା ପ୍ରତି ମନୋଯୋଗୀ ହେଲେ ଭଲ ହେବ। ପିତର କହୁଛନ୍ତି, ରାତି ପାହାନ୍ତା ନ ହେବା ପର୍ଯ୍ୟନ୍ତ ପ୍ରଭାତୀ ତାରା ଆମ ହୃଦୟରେ ଉଦ୍ଦିତ ହେବା ଆବଶ୍ୟକ। ସେଇ ପ୍ରଭାତ ତାରା ପ୍ରତି ଆମେ ମନୋଯୋଗୀ ହେବା ଆବଶ୍ୟକ। ଏହି ବଡ଼ ଦିନରେ ଆମେ କେଉଁ ବିଷୟ ପ୍ରତି ମନୋଯୋଗୀ? ଆମେ କ'ଣ ପିନ୍ଧିବା, କ'ଣ ଖାଇବା, କିପରି ସାଜସଜ୍ଜା କରିବା, ସେ ବିଷୟରେ ମନୋଯୋଗୀ? କିମ୍ବା ଆମ ମନରୁ ଅନ୍ଧକାରକୁ ଦୂର କରି ଖ୍ରୀଷ୍ଟଙ୍କ ଆଡ଼କୁ ଆମେ ଦୃଷ୍ଟି ଦେଉଛୁ, ଖ୍ରୀଷ୍ଟଙ୍କ ପ୍ରତି ମନୋଯୋଗୀ ଅଟୁ? ଆମେ ଯେତେବେଳେ ଆମମାନଙ୍କ ମନ ଖ୍ରୀଷ୍ଟଙ୍କ ପ୍ରତି ଲଗାଉ, ସେ ଆମମାନଙ୍କର ଅନ୍ଧକାରକୁ ଦୂର କରନ୍ତି। ପିତର କହନ୍ତି, ରାତି ପାହାନ୍ତା ନ ହେବା ପର୍ଯ୍ୟନ୍ତ ତାଙ୍କ ପ୍ରତି ମନୋଯୋଗୀ ହେଉ। ଏହି ବଡ଼ ଦିନରେ ପ୍ରଭାତ ତାରା ଆମ ହୃଦୟରେ ଉଦିତ ହୋଇଛନ୍ତି କି? ପ୍ରଭାତ ତାରା ପ୍ରତି ଆମେ ମନ ଦେଉଛୁ କି? ଯେତେବେଳେ ଅନ୍ଧକାର ଶେଷ ହୁଏ, ପ୍ରଭାତ ଆରମ୍ଭ ହୁଏ। ଏହି ବଡ଼ ଦିନରେ ଆମ ଜୀବନରେ ପ୍ରଭାତ ଆରମ୍ଭ ହେବା ଆବଶ୍ୟକ। ତେଣୁ ୱିଲିୟମ କହିଲେ, ଯାକୁବ ଠାରୁ ଏକ ତାରା ଉଦ୍ଦିତ ହେବ। ଇସ୍ରାଏଲ ଠାରୁ ଉଦ୍ଦିତ ହେବ ବୋଲି କହୁନାହାନ୍ତି, କାରଣ ଇସ୍ରାଏଲ ଠାରୁ ଉଦ୍ଦିତ ହେବା ଆବଶ୍ୟକ ନଥିଲା। ଯାକୁବ ଶବ୍ଦର ଅର୍ଥ ହେଲା ପ୍ରତାରକ, ଠକ। ସେ ନିଜ ଭାଇ ଓ ପିତାଙ୍କୁ ପ୍ରତାରଣା କରିଥିଲେ। ଯାକୁବଙ୍କ ପାପମୟ ଜୀବନରେ ପ୍ରଭାତୀ ତାରା ଉଦ୍ଦିତ ହେବା ଆବଶ୍ୟକ ଥିଲା, ଯେପରି ସେ ଇସ୍ରାଏଲରେ ପରିଣତ ହେବେ। ପ୍ରିୟ ବନ୍ଧୁ, ଆମ କଳଙ୍କିତ ଓ ପାପମୟ ଜୀବନରେ ପ୍ରଭାତୀ ତାରା ଉଦ୍ଦିତ ହେବା ଆବଶ୍ୟକ, ଯେପରି ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇପାରିବା। ଖ୍ରୀଷ୍ଟ ରୂପକ ପ୍ରଭାତୀ ତାରା ଉଦ୍ଦିତ ନ ହେବା ଯାଏ ଆମେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇପାରିବା ନାହିଁ। ଆପଣ କ'ଣ ଖ୍ରୀଷ୍ଟଙ୍କୁ ନିଜ ଜୀବନରେ ଗ୍ରହଣ କରିଛନ୍ତି କି? ସେଦିନ ତାରା ଆସି ଯେଉଁ ଗୃହରେ ରହିଲା, ସେଇ ଗୃହ ଆଉ ସାଧାରଣ ଗୃହ ହୋଇ ରହିଲା ନାହିଁ, ଏକ ଉପାସନାର ଗୃହରେ ପରିଣତ ହେଲା। ପଣ୍ଡିତମାନେ ସେହି ସ୍ଥାନକୁ ଆସି ଉପାସନା କଲେ। ଯୀଶୁ ଯେତେବେଳେ ଆମ ହୃଦୟରେ ଜନ୍ମ ହେବେ, ଆମ ହୃଦୟ ଈଶ୍ୱରଙ୍କ ପ୍ରଶଂସାର ସ୍ଥାନ ହେବ। ସେ କେବଳ ପ୍ରଭୁ ନୁହନ୍ତି, ଆଲୋକ ପ୍ରଦାନକାରୀ ନୁହନ୍ତି, ସେ ରାଜା ଅଟନ୍ତି। ୱିଲିୟମ କହିଲେ, ଇସ୍ରାଏଲ ଠାରୁ ଏକ ରାଜଦଣ୍ଡ ଉତ୍ଥିତ ହେବ। ରାଜଦଣ୍ଡ ରାଜାଙ୍କ ହାତରେ ଥାଏ। ଏଷ୍ଟର 5 ପର୍ବ 2 ପଦରେ ଲେଖା ଅଛି, ଏଣୁ ଏଷ୍ଟର ନିକଟକୁ ଆସି ରାଜଦଣ୍ଡର ଅଗ୍ରଭାଗ ଛୁଇଁଲା। ରାଜାଙ୍କ ହାତରେ ରାଜଦଣ୍ଡ ଥିଲା। ପଣ୍ଡିତମାନେ ଯେତେବେଳେ ଯୀଶୁଙ୍କର ଅନ୍ୱେଷଣ କରିବାକୁ ଆସିଲେ, ସେମାନେ ପ୍ରଥମେ ରାଜାଙ୍କ ନିକଟକୁ ଗଲେ, କାରଣ ସେ ରାଜା ଅଟନ୍ତି। ଏଣୁ ରାଜପ୍ରାସାଦରେ ଖୋଜିବାକୁ ଗଲେ। ଯିହୁଦୀମାନଙ୍କ ରାଜା ଯେ ଜନ୍ମଗ୍ରହଣ କରିଛନ୍ତି, ସେ କେଉଁଠାରେ? ପଣ୍ଡିତମାନେ ସୁନା, କୁନ୍ଦୁରୁ ଓ ଗନ୍ଧରସ ଭେଟି ଆଣିଦେଲେ। ସୁନା ରାଜାମାନଙ୍କୁ ଭେଟି ଦିଆଯାଉଥିଲା। ଯଦି ଆପଣ ଦ୍ୱିତୀୟ ରାଜାବଳୀ 5 ପର୍ବର 5 ପଦ ପଢ଼ିବେ, ଅରାମର ରାଜା ଇସ୍ରାଏଲର ରାଜାଙ୍କୁ ସୁନା ଭେଟି ପଠାଇଥିଲେ। ପ୍ରଭୁ ଯୀଶୁ ଏହି ବଡ଼ ଦିନରେ ଆମ ଜୀବନର ରାଜା ହେବାକୁ ଚାହାନ୍ତି। ପ୍ରିୟ ବନ୍ଧୁ, ଆମେ କ'ଣ ତାଙ୍କୁ ଆମ ଜୀବନର ରାଜା ଭାବେ ଗ୍ରହଣ କରିଛୁ କି? ଯଦି ସେ ଆମ ଜୀବନର ରାଜା ହେବେ, ସେ ଆମମାନଙ୍କର ପ୍ରତିଟି ଆବଶ୍ୟକତା ପୂର୍ଣ୍ଣ କରିବେ। ସେ ଅନୁଗ୍ରହ ଓ ଦୟାରେ
ରାଜତ୍ୱ କରିବେ। ପୁରାତନ ନିୟମରେ 1 ସାମୁଏଲ 8 ପର୍ବ 7 ପଦରେ ଇସ୍ରାଏଲୀୟ ଲୋକମାନେ ଈଶ୍ୱରଙ୍କୁ ରାଜା ଭାବେ ଗ୍ରହଣ କରିବାକୁ ଅଗ୍ରାହ୍ୟ କରିଥିଲେ। ସେମାନେ କହିଲେ, ଅନ୍ୟମାନଙ୍କ ପରି ଆମମାନଙ୍କୁ ରାଜା ଦିଅ। ଈଶ୍ୱର ସେମାନଙ୍କ ପ୍ରାର୍ଥନା ଶୁଣିଲେ, ସେମାନଙ୍କୁ ରାଜା ଦେଲେ। ଆଉ ଯେଉଁ ରାଜାମାନେ ସେମାନଙ୍କ ନିକଟକୁ ଆସିଲେ, ସେମାନେ ସେମାନଙ୍କୁ ବିପଦରେ ନେଇଗଲେ। ଏହି ବଡ଼ଦିନରେ ପ୍ରଭୁ ଆପଣଙ୍କର ଓ ମୋ ଜୀବନର ରାଜା ହେବାକୁ ଚାହାନ୍ତି। ସେ ଏତେ ମହାନ ଈଶ୍ୱର ଯେ ଉପରିସ୍ଥ ସ୍ୱର୍ଗ ତାହାଙ୍କୁ ଧାରଣ କରିନପାରେ। ସେଇ ମହାନ ଈଶ୍ୱର ଆପଣଙ୍କ ଓ ମୋ ହୃଦୟରେ ରାଜା ହୋଇ ରହିବାକୁ ଚାହାନ୍ତି। ସେ କେବଳ ରାଜା ନୁହନ୍ତି, ସେ ଆପଣଙ୍କର ଓ ମୋର ବିଚାରକର୍ତ୍ତା ଅଟନ୍ତି। ବିଲିୟମ କହୁଛନ୍ତି, ମୋଆବର ପାର୍ଶ୍ୱ ଭେଦ କରିବ ଓ କଳହର ସନ୍ତାନକୁ ଚୂର୍ଣ୍ଣ କରିବ। ସେ ଅନ୍ଧକାରର ସମସ୍ତ ଶକ୍ତିକୁ ଚୂର୍ଣ୍ଣ କରିବା ପରମେଶ୍ୱର। ଏହି ମୋଆବୀୟମାନେ କିଏ ଥିଲେ? ଆଦି ପୁସ୍ତକ 17 ପର୍ବର 37 ପଦ ଅନୁଯାୟୀ ମୋଆବୀୟମାନେ ଲୋଟଙ୍କ ବଂଶଧର ଥିଲେ। ସେମାନେ ନରବଳି ଦେଉଥିଲେ, ଗର୍ବରେ ପୂର୍ଣ୍ଣ ଥିଲେ। ତେଣୁ ଯିଶାୟ କହନ୍ତି 16 ପର୍ବର 6 ଆଉ 7 ପଦରେ, ମୋଆବୀୟମାନେ ଅତ୍ୟନ୍ତ ଗର୍ବୀ, ସେମାନେ ହାହାକାର କରିବେ। ଗୀତ 60ର 8 ପଦ କହେ, ମୋଆବ ଆମ୍ବର ପ୍ରକ୍ଷାଳନ ପାତ୍ର। ଯେଉଁ ସ୍ଥାନକୁ ଈଶ୍ୱର ଅଗ୍ରାହ୍ୟ କରନ୍ତି, ଏପରି ଏକ ସ୍ଥାନ ଯେତେବେଳେ ରାଜା କୌଣସି ରାଜ୍ୟ ଉପରେ ଜୟ କରି ଆସିବେ, ତାଙ୍କ ପାଦ ପ୍ରକ୍ଷାଳନ ପାତ୍ରରେ ଧୁଆଯାଉଥିଲା। ଏଣୁ ଈଶ୍ୱର କହନ୍ତି, ମୋଆବ ସେମାନଙ୍କ କର୍ମ ହେତୁ ବିନଷ୍ଟ ହେବ, କଳହର ସନ୍ତାନ ଚୂର୍ଣ୍ଣ ହେବ। ଈଶ୍ୱର ନ୍ୟାୟ ବିଚାର କରିବେ। ଏହି ବଡ଼ଦିନରେ ପ୍ରଭୁ ଆମମାନଙ୍କ ବିଚାରକର୍ତ୍ତା ହେବାକୁ ଚାହାନ୍ତି। କେହି ଜଣେ କହନ୍ତି, ମନୁଷ୍ୟର ପାପପୂର୍ଣ୍ଣ ଅବସ୍ଥା ହିଁ ଖ୍ରୀଷ୍ଟମାସର କାରଣ। ଯେଉଁମାନେ ପ୍ରଭୁ ଯୀଶୁଙ୍କ ବାଧ୍ୟ ହୁଅନ୍ତି, ତାଙ୍କଠାରେ ବିଶ୍ୱାସ କରନ୍ତି, ଜୀବନର ପ୍ରଭୁ ଓ ରାଜା ଭାବେ ଗ୍ରହଣ କରନ୍ତି, ପ୍ରଭୁ ସେମାନଙ୍କ ଜୀବନରେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବେ। ଏହି ବଡ଼ଦିନରେ ଅନ୍ୟ କୌଣସି ବିଷୟରେ ମନୋଯୋଗୀ ନ ହୋଇ ଆମେ ଖ୍ରୀଷ୍ଟ ଯୀଶୁଙ୍କଠାରେ ମନୋଯୋଗୀ ହେଉ। ପ୍ରଭୁ ଆମମାନଙ୍କ ଜୀବନରେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବେ। ଆପଣ କ'ଣ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରିବାକୁ ଚାହାନ୍ତି କି? ତାଙ୍କ ଉପରେ ଧ୍ୟାନ ଦେବେ କି? ସେ ଆପଣଙ୍କ ଅନ୍ଧକାରମୟ ଜୀବନକୁ ଦୂର କରି ଆଲୋକରେ ପୂର୍ଣ୍ଣ କରିବେ। ଏହି ବଡ଼ଦିନ ଆପଣଙ୍କ ପାଇଁ ସାର୍ଥକ ହେବ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ଦୟାଳୁ ପ୍ରେମମୟ ପ୍ରଭୁ, ଆମେ ତୁମର ଧନ୍ୟବାଦ କରୁଅଛୁ। ଏହା କେବଳ ତୁମରି ଅନୁଗ୍ରହ ଆମେ ଏହି ବଡ଼ଦିନରେ ପଦାର୍ପଣ କରିପାରିଛୁ। ପ୍ରଭୁ, ଆମେ ତୁମ ଜନ୍ମ ଜୟନ୍ତୀକୁ ପାଳନ କରିବାର ସୁଯୋଗ ପାଇଛୁ। ପ୍ରଭୁ, ଆମମାନଙ୍କୁ ସାହାଯ୍ୟ କର, ଆମେ ଯେପରି ପ୍ରଭୁ ଏହି ବଡ଼ଦିନରେ ତୁମ ବାକ୍ୟର ବାଧ୍ୟ ହେବୁ, ତୁମକୁ ଦେଖିବାକୁ ପାରିବୁ, ତୁମ ଇଚ୍ଛାନୁଯାୟୀ ଜୀବନ କାଟିବୁ, ଏକ ପବିତ୍ର ଜୀବନ କାଟିବୁ। ସେହି ଅନୁଗ୍ରହ ତୁମେ ଦାନ କର। ପ୍ରଭୁ, ଅନ୍ୟ ଦିନମାନଙ୍କ ପରି ଏହି ବଡ଼ଦିନ ଯେପରି ଭିନ୍ନ ବଡ଼ଦିନ ହୁଏ, ସେହି ଅନୁଗ୍ରହ ତୁମେ ଆମମାନଙ୍କୁ ଦିଅ। ପ୍ରଭୁ, ତୁମେ ଆମମାନଙ୍କ ସହିତ ଈଶ୍ୱର ହୁଅ। ସବୁ ପ୍ରକାର ଅମଙ୍ଗଳରୁ ରକ୍ଷା କର। ଏହି ବଡ଼ଦିନର ଆଶୀର୍ବାଦକୁ ଉପଲବ୍ଧି କରିବା ପାଇଁ ତୁମେ ଆମମାନଙ୍କୁ ସାହାଯ୍ୟ କର। ତୁମେ ଆମମାନଙ୍କ ପ୍ରାର୍ଥନା ଶୁଣିଲ। ଧନ୍ୟବାଦ ଦେଇ ଏହି କ୍ଷୁଦ୍ର ପ୍ରାର୍ଥନା ପ୍ରିୟ ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ଆଶା କରୁ ଆଜିର ବଡ଼ଦିନର ସମ୍ବାଦ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ଆପଣ କ'ଣ ପ୍ରଭୁ ଯୀଶୁଙ୍କ ବାକ୍ୟର ବାଧ୍ୟ ଅଟନ୍ତି କି? ତାଙ୍କୁ ନିଜ ଜୀବନରେ ଅନୁଭବ କରିପାରିଛନ୍ତି କି? ଏହି ବଡ଼ଦିନ ପାଳନ କଲାବେଳେ ନିଜକୁ ପବିତ୍ର କରି କହନ୍ତି କି? ଯେପରି ଆପଣଙ୍କ ଜୀବନ ତାଙ୍କ ପ୍ରଶଂସାର ସ୍ଥାନ ହେବ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରତ୍ୟେକଙ୍କୁ ବଡ଼ଦିନର ନମସ୍କାର। हम भजन करते पूजे सृष्टि
তবে যাই বেথলেহেমে রাজিন্তা বেলাস হিনা মাহাগুন রস Ela bujo haria, ela bujo